13 सप्तदश विधानसभार तृतीय अधिवेशन अप्रैल 5 पर्यंत दुईटी पर्यायर अधिवेशन चलिବ। प्रथम पर्याय 13 ରୁ 21 और द्वितीय पर्याय मार्च 7 ରୁ एप्रिल 5 तारिख पर्यंत चलिବ। विधानसभा अधिवेशन काल में जानवाहन चलाचल और निरापत्ता को दृष्टि रखी विधानसभा रास्तार कमिशनरेट पुलिस पक्षर ट्राफिक कटकणा जारी करा जायछि। ଏହି ସମୟରେ ହାଉସିଂ ବୋର୍ଡ ଛକପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ସିନେମା ହଲ୍ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ଏଜି ଛକପଟୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ଗାଡ଼ି ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ସେହିପରି ମାଷ୍ଟର କ୍ୟାଣ୍ଟିନ୍ ଛକପଟୁ ଆସୁଥିବା ଗାଡ଼ିଗୁଡ଼ିକ ଲୋୟର ପିଏମ୍ଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ। 120 ବାଟାଲିୟନ ଛକପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ି ପାହାଡ଼ ଛକ ଦେଇ ଯିବେ। ରାଜଭବନ ଛକପଟୁ ଏମ୍ଏଲ୍ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଗାଡ଼ି ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ। ଏହି କଟକଣା ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଗାଡ଼ି ତଥା ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଓ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ। ଉପରୋକ୍ତ କଟକଣା विधानसभा चालुवा समय बलवत्तर रहिब बोली महानिर्देशक श्री खुरानिया सूचना देइछन्ति। ब्यूरो रिपोर्ट सह अक्षय कुमार नंदक रिपोर्ट, एवान ओडिशा।